ଆଘାତ ଏପରି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ। କାରଣ ଯେପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ମିଳେ ସେ ପର୍ଯ୍ୟନ୍ତ ମଣିଷ ସଠିକ୍ ରାସ୍ତାକୁ ଆସିପାରିନଥାଏ। ନମସ୍କାର, ମୁଁ ହୃଷିକେଶ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ କାହାଣୀ ଜୀବନର। ଏ ଚ୍ୟାନେଲ୍ ମାଧ୍ୟମରେ ମୁଁ ଆପଣମାନଙ୍କ ପାଖରେ ପହଞ୍ଚେଇବି ଆପଣଙ୍କ ଭାଗ୍ୟ ବଦଳିଲା ଭଳି କାହାଣୀ। ଆସନ୍ତୁ ଷ୍ଟାର୍ଟ କରିବା ଆଜିର ମୋଟିଭେସନାଲ୍ ଷ୍ଟୋରି। ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା, ତେବେ ତୁମକୁ ସେହି ସବୁ ଜିନିଷ ଛାଡ଼ିବାକୁ ପଡ଼ିବ ଯାହା ତୁମକୁ ତଳକୁ ଟାଣୁଛି। ଜୀବନରେ ସର୍ବଦା 3ଟି ମନ୍ତ୍ର ମନେ ରଖ। ସୁଖ ସମୟରେ କାହାକୁ ପ୍ରତିଶ୍ରୁତି ଦିଅ ନାହିଁ, କ୍ରୋଧରେ କାହାକୁ ଉତ୍ତର ଦିଅ ନାହିଁ, ଦୁଃଖରେ କେବେ କୌଣସି ବିଚାର କର ନାହିଁ। ସୁଗନ୍ଧ ନଥିବା ଫୁଲର ଯେମିତି ମହତ୍ତ୍ୱ ଜଣାପଡ଼େ ନାହିଁ, ସେହିପରି ପରିଷଦ ଗୁଣ ନଥିବା ଲୋକର ବି ମହତ୍ତ୍ୱ ଜଣାପଡ଼େ ନାହିଁ। ସ୍ୱପ୍ନ ତାହା ନୁହେଁ ଯାହାକୁ ଆମେ ଶୋଇକି ଦେଖୁ। ସ୍ୱପ୍ନ ତାହା ଯାହା ଆମକୁ ଶୋଇବାକୁ ଦେଇନଥାଏ। ଯଦି ତୁମେ ଠିକ୍, ତେବେ ଠିକ୍ ବୋଲି ପ୍ରମାଣ କରିବା କିଛି ଦରକାର ନାହିଁ। ସର୍ବଦା ଠିକ୍ ହୋଇ ରୁହ, ପ୍ରମାଣ ସମୟ ନିଜ ଦେବ। ଜୀବନରେ ଯେଉଁ ଲୋକମାନେ ଆପଣଙ୍କଠାରୁ ଦୂରେଇବାକୁ ଚାହାନ୍ତି, ପ୍ରଥମେ ଆପଣଙ୍କୁ କୌଣସି ଏକ ମାଧ୍ୟମରେ ଦୋଷୀ କରି ଦିଅନ୍ତି ଓ ପରେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେଇ ଦୂରେଇ ଯାଆନ୍ତି। ସଫଳତା ପାଇବାକୁ ହେଲେ ସବୁବେଳେ ଏକା ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିବେ। ହଁ ଭାଇ, ସଫଳ ହେଲା ପରେ ଆପେ ଆପେ ଆପଣଙ୍କ ପାଖକୁ ଲୋକମାନେ ଆସିବେ। ଆଉ ସେତେବେଳେ ଆଉ ଭାବିବାକୁ କିଛି ନଥିବ। ସେମାନେ ଭାବିବେ ଆଉ ତୁମେ ଦେଖିବ। ସମସ୍ୟା ଅନେକ, ସମାଧାନ କରୁଥିବା ଲୋକ କମ୍। ତେଣୁ ସମସ୍ୟାକୁ ସବୁବେଳେ ନିଜେ ସମାଧାନର ମାଧ୍ୟମ ହୁଅ। ଗାଳି ଦେବା ଲୋକ ବଡ଼ ନୁହେଁ, ଗାଳି ସହିବା ଲୋକ ବଡ଼। ଧନରେ କୁବେର, ବୁଦ୍ଧିରେ ବୃହସ୍ପତି। ବଡ଼ ହେବାକୁ ମନ ଥିଲେ ଆଗ ସାନ ହେବାକୁ ହୁଏ। ସନ୍ତୁଷ୍ଟ ରୁହନ୍ତୁ, କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ। କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚି ପାରିନଥାଏ। ଯଦି ନିଜ ପାଖରେ ଆରମ୍ଭ କରିବାକୁ ସାହସ ଅଛି, ତେବେ ତୁମେ ହିଁ ସଫଳ ହେବାର ହକଦାର।